ନବୀନ ବାବୁଙ୍କ ଉପରେ ଆପଣଙ୍କର ଏତେ ରାଗ କାହିଁକି? ନେତାମାନେ ଭୁଲ କରନ୍ତି, ନେତାମାନେ ନିଜ ଆଇଡିଓଲୋଜିରେ ଚାଲନ୍ତି, ନିଜେ ନିଜର କାମ କରନ୍ତି। କୌଣସି କଥା ପୃଥିବୀରେ ଭୁଲ ନୁହେଁ କି କୌଣସି କଥା ଠିକ୍ ନୁହେଁ। ସମୟ ଅନୁସାରେ ଲୋକ ଗୋଟିଏ କଥାକୁ ଗ୍ରହଣ କରନ୍ତି, ଗୋଟିଏ କଥାକୁ ଛାଡ଼ନ୍ତି। ଯେମିତି ବିଜେଡ଼ିକୁ 24 ବର୍ଷ ଧରି ଭୋଟ୍ ଦେଉଥିଲେ, 24 ବର୍ଷ ପରେ ବିଜେପିକୁ ଭୋଟ୍ ଦେଲେ। ଇଏ ଗୋଟିଏ ପ୍ରକ୍ରିୟା। କିନ୍ତୁ ବ୍ୟକ୍ତିଗତ ଭାବରେ ମୋତେ ଲାଗେ ଯେ ଆପଣ ନବୀନ ବାବୁଙ୍କୁ ଭାରି ରାଗନ୍ତି। ତାଙ୍କ ଉପରେ ଭାରି ରାଗନ୍ତି। ଏହାର କାରଣ କ'ଣ? ତାର କାରଣ ହେଉଛି, ପୁଣି ମୁଁ କହୁଛି ଯେ ନବୀନ ବାବୁ ଜଣେ ବିଶ୍ୱାସଘାତକ ଲୋକ। କାରଣ 2009ରେ ବିଜେପି ଏମିତି କିଛି କରିନଥିଲା ଯାହାଫଳରେ କି ନବୀନ ବାବୁ ମେଣ୍ଟ ଭାଙ୍ଗିଦେଲେ। ବିଜେପି ତା ନିଜ ସାହସ ଆଉ ଶକ୍ତିରେ ଲଢ଼ିବା କଥା ନା, ଲଢ଼ିଲା କିନ୍ତୁ ଆପଣ ଭାବୁଥିଲେ ଯେ ନବୀନ ବାବୁଙ୍କ ଚାହିଁଲେ ଆମେ ବିଜେପି ଜିତିବ, ଏଇଟା ଗୋଟେ ଭୁଲ? ନାଇଁ, ସେ ନବୀନ ବାବୁ ମେଣ୍ଟ ଭାଙ୍ଗିଲେ ସେଇଟା ବଡ଼ କଥା ନୁହେଁ। ଯୋଉ ସମୟରେ ଭାଙ୍ଗିଲେ ଆପଣ ମନେ କରନ୍ତୁ ନବୀନ ବାବୁ ଟିକେ ଶୁଣନ୍ତୁ, ଯେ ମାତ୍ର ନିର୍ବାଚନ 3 ମାସ ଅଛି, ସେଟାକୁ ସେ ବର୍ଷକ ପୂର୍ବରୁ ଭାଙ୍ଗିଲେନି।